ସାର୍ ଆପଣ ହେଉଛନ୍ତି କଳିଙ୍ଗନଗର ଏଡିଏମ୍, ଆପଣଙ୍କ ଉପରେ ବିସ୍ତାପିତ ସମସ୍ୟା ଅଥବା ଆଇନ ଶୃଙ୍ଖଳା ମଧ୍ୟ ନଷ୍ଟ। ଯେଉଁ କାଲି ଯେଉଁ ନୀଳାଞ୍ଚଳ ଇସ୍ପାତ ନିଗମରେ ଯେଉଁ ମାନେ ଶବ ରଖିକି ଯେଉଁ ଧାରଣା ଦେଇଥିଲେ, ତାର ମାନେ କେତେ ଦୂର ସେ ତାଙ୍କ ଦାବିକି ଆପଣ ଗ୍ରହଣ କଲେ କି? ସେଇ ଡିପି ଫ୍ୟାମିଲିରୁ ଜଣେ ସ୍ତ୍ରୀ ଲୋକ ବୟସ ହୋଇଯାଇଥିଲା, ସେ ତାଙ୍କର ଘରେ ନର୍ମାଲ ଡେଥ୍ ହେଇଥିଲା। ତ ସେମାନେ ଆସିକିରି ନୀଳାଚଳ ଗେଟ୍ ପାଖରେ ତାଙ୍କର ଶବକୁ ରଖିକିରି ସେଠାରେ ଆନ୍ଦୋଳନ କରିଥିଲେ, ଧାରଣାରେ ବସିଥିଲେ ବିଭିନ୍ନ ଦାବି ନେଇକିରି। ତ ଏସବୁ ରାତି ସାରା ବୁଝାସୁଝା ଆମେ କରିଥିଲୁ। ଆମର ମାଜିଷ୍ଟ୍ରେଟ୍ ମଧ୍ୟ ଥିଲେ, ପୁଲିସ୍ ଥିଲେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ। ସମସ୍ତେ ବୁଝାସୁଝା କଲା ପରେ କିଛି ହେଲା ନାହିଁ। ତେଣୁ ସକାଳେ ଆମ ଜିଲ୍ଲାପାଳ ଏବଂ ଏସ୍ପି ଆସି ଲୋକଙ୍କ ସହିତ ଗୋଟେ ବୈଠକ କରାଯାଇଥିଲା ଏବଂ ବୈଠକରେ ନିଷ୍ପତ୍ତି ନିଆଗଲା ଏବଂ ତାଙ୍କୁ ଆମେ ଜିଲ୍ଲା ପ୍ରଶାସନ ତରଫରୁ କଲେକ୍ଟର 50,000 ଟଙ୍କା ବିରିୟାଲ ପାଇଁ ଦେଇଥିଲେ ଅନ୍त्यେଷ୍ଟି କ୍ରିୟା ପାଇଁ। କମ୍ପାନୀ ଟାଟା କମ୍ପାନୀ ବା ଯେଉଁ ନୀଳାଚଳ ଟାଟା ସେ ଦେଇଥିଲେ 10,000 ଟଙ୍କା। ତାପରେ ତାଙ୍କର ଯେଉଁ ମେଡ଼ିକାଲ ଟ୍ରିଟମେଣ୍ଟ ହେବ ତାଙ୍କ ପୁଅର, ତାହା ମଧ୍ୟ କମ୍ପାନୀ କରିବ। ସେମାନଙ୍କୁ ଫ୍ରି ଏଜୁକେସନ୍ ଦିଆଯିବ ଏବଂ ସେଇ ଯେତେ ଡିପି ଫ୍ୟାମିଲି ଅଛନ୍ତି ସମସ୍ତଙ୍କୁ ମେଡ଼ିକାଲ କ୍ୟାମ୍ପ, ହେଲ୍ଥ କ୍ୟାମ୍ପ ମାଧ୍ୟମରେ ତାଙ୍କର ସ୍ୱାସ୍ଥ୍ୟ କଥା ବୁଝାଯିବ। ଏସବୁ ନିଷ୍ପତ୍ତି ନିଆଯାଇଥିଲା ଏବଂ ଆଉ ବାକି ଯାହା ସମସ୍ୟା ରହିଥିଲା ତାକୁ RPDSC ମିଟିଂରେ ବିଚାର କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ସାର୍ ସେ କହୁଛନ୍ତି ଆମେ ବିସ୍ଥାପିତ ହେଲୁ, ବିସ୍ଥାପିତ ପରେ ଆମେ ଜଣେ ଚାକିରି ପାଇଥିଲୁ। ଧର ତାଙ୍କର ଜଣେ ଲୋକ ମରିଗଲା ପରେ ଆଉ ତାଙ୍କର ତ ସମ୍ପତ୍ତି ବାଡ଼ି କିଛି ନାହିଁ, ଆଉ ତାଙ୍କୁ କାହିଁ ନିଯୁକ୍ତି ଆଉ ତାଙ୍କ ପରିବାର କାହିଁ ନିଯୁକ୍ତି ନ ଦିଆଯିବ? ଏ ବିଷୟରେ ଆମର RPDSC ମିଟିଂ ଅତି ଶୀଘ୍ର ହେବ ଏବଂ ସେଠାରେ ଏସବୁ ଆଜେଣ୍ଡା ରହିଛି ଏବଂ ତାହା ସେଠାରେ ଆଲୋଚନା ହେବ। ସେ RPDSC ମିଟିଂ ନିଷ୍ପତ୍ତି ନେଲେ ତାହା ହେଇଯିବ, ପାଇବେ? RPDSC ମିଟିଂରେ ଏସବୁ ଆଲୋଚନା କରାଯିବ ଏବଂ ସେଠାରେ ଆମର ଯାହା ନିଷ୍ପତ୍ତି ହେବ ତାକୁ ଆମେ ଗ୍ରହଣ କରିବା। ଧନ୍ୟବାଦ।